সেଗୁଡ଼ା ସମ୍ପୂର୍ଣ୍ଣ ମିଥ୍ୟା। ବିଜେପି ନୀତି ଆଦର୍ଶ ଭିତରେ ସେ ଦେଖିଲେଣି ଯେ ବିଜେପି ସେମାନେ ତୁଳନା କରୁଛନ୍ତି 24 ବର୍ଷ ଶାସନ ଆମର 24 ମାସ। ସିଏ ସେମାନଙ୍କୁ କେହି ସେମାନେ ତ ସୋ ମୋଡ଼ ଆସିକି କହୁଛନ୍ତି ଆମେ ବିଜେପିରେ ମିଶିବୁ। ଆମେ ଧମକେଇ କାହାକୁ କାହୁନ ଧମକେଇ କାହାକୁ ନିଆଯାଏ। ଆପଣଙ୍କ ଧମକେଇକି ଆପଣଙ୍କ ହୃଦୟଟାକୁ କିଣା ହେଇପାରିବ କି? ହେଇପାରିବନି। ଯାହାର ଯଦି ଇଚ୍ଛା ନଥିବ ଦଳର ସାମିଲ ହେବା ପାଇଁ ସେ ତ କ'ଣ ଜବରଦସ୍ତି ନେଇ ହେବ? ନା ଲୋଭ କିଛି ନାହିଁ। ଆମେ କ'ଣ ବିଧାୟକ ମାନେ ଲୋଭରେ ଚାଲିଛୁ ନା? ତା ନାହିଁ। ଗୋଟେ ନୀତି ଆଦର୍ଶ ସେମାନେ ଶୁଣନ୍ତୁ ସେମାନେ ତାଙ୍କର ଗୋଟେ ସେ ଭାବୁଛନ୍ତି ଇଏ ବିଜେପି ଗଭର୍ଣ୍ଣମେଣ୍ଟ ଆଇଲା ପରେ ବହୁତ ପ୍ରାୟ 22ଟା 30ଟା ଖଣ୍ଡେ ସ୍କିମ୍ ଚାଲିଛି ଏବଂ ତାରି ଭିତରେ ଗରିବ ଲୋକଙ୍କର ସବୁ କାର୍ଯ୍ୟକ୍ରମ। ତେଣୁ କିଏ ଯଦି ଅପପ୍ରଚାର କରୁଥିବ ଯେ ଧମକେଇକି ପୁଲିସ ଧମକେଇକି ଏ ଧମକେଇକି ନେଇକି ଦେଇଯିବ ଏଇଟା ଭୁଲ କଥା। ତାଙ୍କର ସ୍ୱ ଇଚ୍ଛାରେ ସେମାନେ ଆସୁଛନ୍ତି, ଦଳ ପ୍ରତି ଆକୃଷ୍ଟ ହେଉଛନ୍ତି। ଅରୁଣ ସାହୁ କ'ଣ କହିବ? ସିଏ ତାର ତ ଇଏ ଛୁଞ୍ଚି କହୁଛି ଚାଲୁଣି ତ କେତେ କଣା, କିନ୍ତୁ ସେ ଜାଣିପାରୁନାହାନ୍ତି ଯେ ଚାଲୁଣିର କେତେ କଣା ଅଛି ସିଏ ନିଜେ ହିଁ କହୁଛନ୍ତି। ନାଇଁ ନାଇଁ ସବୁ ଲେବୁଲରେ ଆମର ଅଛନ୍ତି ଯେଉଁ ଷ୍ଟେଟ୍ ଲେବୁଲ୍ ଲିଡର ଆମର ଅଛନ୍ତି ମନମୋହନ ସାମଲ, ଆମର ମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମାନେ ସବୁ ଚିନ୍ତା କରିବେନି। ଯେଉଁ ଦଳର ମିଶନ କ'ଣ ତାଙ୍କୁ କ'ଣ ଦଳର ହତାଶା କରିଦେବେ? ନିଶ୍ଚୟ ସେମାନେ କ'ଣ ଚିନ୍ତା କରୁଥିବେ ଯେ ଆମ ଦଳଟାକୁ ଷ୍ଟ୍ରେଙ୍ଗଥେନ୍ ହେବ। ଆମେ 1+1 ମିଶେଇକି 2, ଆମେ କହିବୁନି 1- କରିବା ପାଇଁ। ତେଣୁ ଯେତେ ଆସିବେ ବିଜେପିକି ସେତେ ଭଲ।